ଅନ୍ତରେ ଅନ୍ତର କନ୍ଦାଇ ଆପଣ ଅନ୍ତରରେ ନୀଳ ମୋ ପରାଣ ସତ୍ୟନାରାୟଣ ଅନ୍ତର୍ଯାମୀନାଥ ମନ କଥା ଜାଣ ସତ୍ୟନାରାୟଣ ଶୁକ୍ଳବର୍ଣ୍ଣ ଚତୁର୍ଭୁଜହାରୀ ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ଗଳିବନମାଳ ଦିଶେ କି ମଞ୍ଜୁଳ ଗଳିବନମାଳ ଦିଶେ କି ମଞ୍ଜୁଳ ଅନ୍ତର କଥାକୁ ତୁମ୍ଭେ ଜାଣ ସତ୍ୟନାରାୟଣ ଗୀତେ କହେ ଅଭିଗ୍ରାମ ବାଇ ତୋତେ ତୁହି ରଖ ଭାବଗ୍ରାହୀ ରଖିଲେ ଆନନ୍ଦ ନ ରଖିଲେ ମନ୍ଦ ରଖିଲେ ଆନନ୍ଦ ନ ରଖିଲେ ମନ୍ଦ ଅନ୍ତର ବ୍ୟଥାକୁ ତୁମ୍ଭେ ଜାଣ ସତ୍ୟନାରାୟଣ। ମୁଁ ଶ୍ରୀ ନାରାୟଣ ଚନ୍ଦ୍ର ଦାସ, ଘର କାଳିଓ, ବାଲିକୁଦା, ଜଗତସିଂହପୁର। ପିଲାଦିନୁ ମୋର କଳା ପ୍ରତି ପ୍ରବଳ ଦୁର୍ବଳତା ଥିଲେ କହିଲେ ଅତ୍ୟୁକ୍ତି ହେବନି। ପାଠପଢ଼ା ସମୟରୁ ସ୍କୁଲ ଚତୁର୍ଥ ପଞ୍ଚମ ଶ୍ରେଣୀରୁ କଳା ବିଭାଗରେ ବହୁ କାର୍ଯ୍ୟକ୍ରମରେ ମଧ୍ୟ ମୁଁ ଯୋଗ ଦେଇଛି। ମୋର ମାମୁଁ ଜଣେ ଥିଲେ ପାଲା କଳାକାର ଶ୍ରୀ ନିରଞ୍ଜନ ଦାସ। ତାଙ୍କର ଅହେତୁକ ଅନୁକମ୍ପା କହିଲେ ଅତୃପ୍ତି ହେବ ନାହିଁ। ତାଙ୍କର ଗୋଟେ ବିରାଟ ଆଶା ଥିଲା ମୋ ଭଣଜା ଜଣେ ପାଲା କଳାକାର ହେବ, ଯାହାଦ୍ୱାରା ଯାହାଙ୍କ ଆଶୀର୍ବାଦକୁ ପାଥେୟ କରି ମୁଁ ଏ ଯାବତ 27 ବର୍ଷ ହେଲା ଏ ପାଲା ଜଗତ ଭିତରେ ଅଛି। ଏଇଥିରେ ବି ଏଇ ପାଲା ଜଗତରୁ ନାରାୟଣଙ୍କ କୃପାରୁ ଅନେକ ଅନେକ ମଞ୍ଚ ବୁଲିଛି। ଅନେକ ମଞ୍ଚରେ ଅନେକ ଦର୍ଶକମାନଙ୍କ ଠାରୁ ଆଦର ସ୍ନେହ ଶ୍ରଦ୍ଧା ସାଉଁଟିଛି। ଏ ପର୍ଯ୍ୟନ୍ତ ଚାଲିଛି। ଆମ ଗାଁର ଜଣେ ଗାୟକ ଥିଲେ ବିଶ୍ୱନାଥ ନାୟକ, ତାଙ୍କ ସାଙ୍ଗରେ ଥିଲି। ତାପରେ ଆମରି ସେ ଅଞ୍ଚଳର ଭିକାରୀଚରଣ ଆଚାର୍ଯ୍ୟ, ତାଙ୍କ ସାଙ୍ଗରେ କିଛି ଦିନ ସହଯୋଗୀ ଥିଲି। ତାପରେ ଆମ ଅଞ୍ଚଳର କହିଲେ ଅତୃପ୍ତି ହେବନି, ଆମ ଗାଁର ଆମ ବାପା କହିଲେ ବି ସେଥିରେ ଅତୁଟ କିଛି କଥାର ଅବିଶ୍ୱାସ ନାହିଁ। ଯେ ଗାୟକ ବାଗ୍ମୀ ନାରାୟଣ ମହାରଣା, ତାଙ୍କ ସହିତ ଅଛି ତ ଏ ସମୟରେ ତାଙ୍କୁ ସହଯୋଗ କରୁଛି, ତାଙ୍କ ସହିତ ଅଛି। ତୋ ବନ୍ଧୁପଣ ଜଣାଗଲା, ବନ୍ଧୁପଣ ଜଣାଗଲା, ଯେତେ ମୁଁ ଡାକିଲି ଆକୁଳ କଣ୍ଠରେ, ହେ ମରିବା ବେଳ ଆସିଲା, ତୋ ବନ୍ଧୁପଣ ଜଣାଗଲା। ଦୀନବନ୍ଧୁ ହେ ତୋ ବନ୍ଧୁପଣ ଜଣାଗଲା। ଜୟ ଜଗନ୍ନାଥ। अधिकरू अधिक पाला देखिबा पई आमो चैनल सब्सक्राइब करंतु।